ଆମେ ଯାହା ଖାଉ ତାହା କେବଳ ପେଟ ପୂରାଇବା ପାଇଁ ନୁହେଁ। କେବେ ଭାବିଛନ୍ତି କି ଆମ ଖାଦ୍ୟ ଥାଳିଟା ଏକ ମେସେଜ ଭଳି, ଗୋଟେ କୋଡ୍ ଯାହା ସିଧା ଆମ ଶରୀର ଆଉ ମନ ସହିତ କଥା ହୁଏ? ଏହା କିଛି ନୂଆ କଥା ନୁହେଁ, ବରଂ ହଜାର ହଜାର ବର୍ଷର ପୁରୁଣା ଜ୍ଞାନ। କିନ୍ତୁ ମଜାର କଥା ହେଉଛି, ଆଜିର ସାଇନ୍ସ ବି ଠିକ୍ ସେହି କଥାକୁ ହିଁ ଡିକୋଡ୍ କରୁଛି। ତେବେ ଚାଲନ୍ତୁ ଆଜି ଖାଦ୍ୟର ଏହି ଗୁପ୍ତ ଶକ୍ତିର ରହସ୍ୟ ଖୋଲିବା। ଏହାର ଆରମ୍ଭ ହେଉଛି ଆମ ବୈଦିକ ଜ୍ଞାନରୁ। ସେତେବେଳେ ଖାଦ୍ୟକୁ କେବଳ ଖାଦ୍ୟ ନୁହେଁ, ବରଂ ପ୍ରାଣ ବା ଜୀବନୀ ଶକ୍ତିର ଏକ ଉତ୍ସ ବୋଲି ମାନାଯାଉଥିଲା। ଧାରଣା ଥିଲା ଯେ ଏହା ହିଁ ଆମ ଶରୀରକୁ ଗଢ଼େ, ମନକୁ ସ୍ଥିର କରେ ଏବଂ ଆତ୍ମାକୁ ପୋଷଣ ଦିଏ। କେତେ ଗଭୀର ଚିନ୍ତାଧାରା, ନୁହେଁ କି? କିନ୍ତୁ ମନରେ ପ୍ରଶ୍ନ ଆସୁଥିବ, ଏସବୁ କ'ଣ ଖାଲି ପୁରୁଣା କଥା, ଦର୍ଶନଶାସ୍ତ୍ର, ନା ଏହା ପଛରେ କିଛି ବୈଜ୍ଞାନିକ ପ୍ରମାଣ ବି ଅଛି? ତେବେ ଉତ୍ତର ହେଉଛି ହଁ, ବିଲକୁଲ ଅଛି। ଆଜିର ମଡର୍ଣ୍ଣ ରିସର୍ଚ୍ଚ ସେହି ପୁରୁଣା ଜ୍ଞାନ ଆଉ ଆମ ଶରୀର ଭିତରେ ଚାଲିଥିବା କେମିଷ୍ଟ୍ରି ଭିତରେ ଗୋଟେ ଜବରଦସ୍ତ ବ୍ରିଜ୍ ତିଆରି କରୁଛି। ତେବେ ଆସନ୍ତୁ ସେହି ବ୍ରିଜ୍ ଉପରେ ଚାଲିବା। ସବୁଠୁ ଆଗକୁ ଆସେ ଚେତନା ଆଉ ଖାଦ୍ୟର ସମ୍ପର୍କ। କେବେ ଧ୍ୟାନ ଦେଇଛନ୍ତି କି କିଛି ଖାଦ୍ୟ ଖାଇଲେ କେମିତି ଶାନ୍ତି ଲାଗେ ଆଉ କିଛି ଖାଇଲେ ମନଟା ଅସ୍ଥିର ହୋଇଯାଏ? ଏହାର କାରଣ ହେଉଛି ଆମ ପେଟ ଆଉ ମସ୍ତିଷ୍କ ଭିତରେ ଥିବା ଗୋଟେ ଶକ୍ତିଶାଳୀ କନେକ୍ସନ୍, ଯାହାକୁ ବିଜ୍ଞାନ କୁହେ ଗଟ୍ ବ୍ରେନ୍ ଆକ୍ସିସ୍। ଆଉ ଏହି କନେକ୍ସନ୍ କଥା ଆମ ଆୟୁର୍ବେଦ ବହୁତ ଆଗରୁ ହିଁ ବୁଝି ସାରିଥିଲା। ସେଥିପାଇଁ ତ ସେତେବେଳେ ଖାଦ୍ୟକୁ କେବଳ କ୍ୟାଲୋରି ହିସାବରେ ନୁହେଁ, ବରଂ ଆମ ମନ ଆଉ ଚେତନା ଉପରେ ତାର ପ୍ରଭାବକୁ ଦେଖି ବର୍ଗୀକରଣ କରାଯାଉଥିଲା। ତେବେ ଦେଖନ୍ତୁ, ଏଇ ଯେଉଁ 3 ପ୍ରକାର ଖାଦ୍ୟ କଥା କୁହାଗଲା, ପ୍ରଥମେ ହେଲା ସାତ୍ୱିକ, ମାନେ ତାଜା ଫଳ, ପନିପରିବା, ଏସବୁ ମନକୁ ପୁରା କ୍ଲିୟର ଆଉ ଶାନ୍ତ ରଖେ। ତାପରେ ଆସିଲା ରାଜସିକ, ଯେମିତିକି ମସଲାଦାର ଖାଇବା। ଏଇଟା ଆମକୁ ଏନର୍ଜି ଦିଏ, କିନ୍ତୁ ବେଶୀ ହେଲେ ମନକୁ ଅସ୍ଥିର କରିଦିଏ। ଆଉ ଶେଷରେ ହେଲା ତାମସିକ, ମାନେ ବାସି, ଛଣାଛଣି କିମ୍ବା ପ୍ୟାକେଟ୍ ଖାଦ୍ୟ, ଯାହା ଶରୀରରେ ଆଳସ୍ୟ ଆଉ ଜଡ଼ତା ଆଣିଦିଏ। ଏହାକୁ ଆପଣ ଏକ ପ୍ରକାର ମେଣ୍ଟାଲ ଡାଏଟ୍ ଚାର୍ଟ ବୋଲି ଭାବିପାରିବେ। ତେବେ ଏଇ ଯେଉଁ ପୁରୁଣା କ୍ଲାସିଫିକେସନ୍, ତା ପଛରେ ଆଜିର ସାଇନ୍ସ କ'ଣ କହୁଛି? ଏହାର ଚାବିକାଠି ହେଉଛି ସେହି ଗଟ୍ ବ୍ରେନ୍ ଆକ୍ସେସ୍, ମାନେ ଆମ ଅନ୍ତନଳୀ ଆଉ ମସ୍ତିଷ୍କ ଭିତରେ ଚାଲିଥିବା ଲଗାତାର କଥାବାର୍ତ୍ତା। ଆଚ୍ଛା, ତେବେ ଏହା କାମ କେମିତି କରେ ଟିକେ ଦେଖିବା। ଯେତେବେଳେ ଆମେ ସାତ୍ୱିକ ଖାଦ୍ୟ ମାନେ ଫଳ ପନିପରିବା ଖାଉ, ସେଥିରେ ଥିବା ଫାଇବର ଆମ ପେଟରେ ଥିବା କୋଟି କୋଟି ଭଲ ବ୍ୟାକ୍ଟେରିଆଙ୍କର ଖାଦ୍ୟ ପାଲଟିଯାଏ। ଆଉ ଜାଣନ୍ତି, ଏଇ ଭଲ ବ୍ୟାକ୍ଟେରିଆ ମାନେ କ'ଣ କରନ୍ତି? ସେମାନେ ତିଆରି କରନ୍ତି ସେରୋଟୋନିନ୍। ଏଟାକୁ ଫିଲ୍ ଗୁଡ୍ ହର୍ମୋନ୍ ବୋଲି ବି କୁହାଯାଏ, କାରଣ ଏଇଟା ହିଁ ଆମ ମୁଡ୍କୁ ଭଲ ରଖେ। କିନ୍ତୁ ଯେତେବେଳେ ତାମସିକ ମାନେ ପ୍ରସେସ୍ଡ ଫୁଡ୍ ଖିଆଯାଏ, ସେତେବେଳେ ପେଟର ଏଇ ଭଲ ପରିବେଶଟା ପୁରା ନଷ୍ଟ ହୋଇଯାଏ, ଆଉ ତାର ସିଧା ପ୍ରଭାବ ଆମ ମୁଡ୍ ଆଉ ମାନସିକ ସ୍ପଷ୍ଟତା ଉପରେ ପଡ଼େ। ତେଣୁ ଦେଖିଲେ ତ, ହଜାରେ ବର୍ଷ ତଳର କଥା ଆଉ ଆଜିର ମାଇକ୍ରୋବାୟୋଲୋଜି କେମିତି ଗୋଟିଏ ଲାଇନ୍ରେ ଆସିଯାଉଛି। ଏବେ ଆସନ୍ତୁ ଆହୁରି ଟିକେ ଗଭୀରକୁ ଯିବା। ଖାଦ୍ୟ ଖାଲି ଆମ ମନକୁ ନୁହେଁ, ବରଂ ଆମ ଶରୀରର ମୂଳ କୋଡ୍, ମାନେ ଆମ ଡିଏନ୍ଏ ସହିତ ବି କଥା ହୁଏ। ଆଉ ଏହା କେମିତି ଆମ ସ୍ୱାସ୍ଥ୍ୟ ଆଉ ଦୀର୍ଘ ଜୀବନର ରହସ୍ୟ ଖୋଲିପାରେ, ଚାଲନ୍ତୁ ବୁଝିବା। ଆମ ବୈଦିକ ପରମ୍ପରାରେ ଗୋଟେ ଶବ୍ଦ ଅଛି, ଓଜସ୍। ଏହାକୁ ଆମ ଶରୀରର ସାର ତତ୍ତ୍ୱ ବା ଜୀବନୀ ଶକ୍ତି ବୋଲି କୁହାଯାଏ, ଯାହା ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ଏବଂ ତେଜ ଦେଇଥାଏ। ଆଉ ଏହି ଓଜସ୍ର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ ଖାଦ୍ୟ ଉପରେ ହିଁ ନିର୍ଭର କରେ। ଆଧୁନିକ ବିଜ୍ଞାନ ଏହି ଅଜସ୍ ଧାରଣାର ଏକ ଚମତ୍କାର ବ୍ୟାଖ୍ୟା ଦେଉଛି, ଯାହାର ନାମ ହେଉଛି ଏପିଜେନେଟିକ୍ସ। ଏହା ହେଉଛି ସେହି ବିଜ୍ଞାନ ଯାହା ଦର୍ଶାଏ ଯେ ଆମ ଖାଦ୍ୟପେୟ ଏବଂ ଜୀବନଶୈଳୀ ଆମ ଡିଏନ୍ଏ କୋଡ୍କୁ ନ ବଦଳାଇ ମଧ୍ୟ କେଉଁ ଜିନ୍ଗୁଡ଼ିକ କାମ କରିବେ ଆଉ କେଉଁଗୁଡ଼ିକ ଚୁପ୍ ରହିବେ ତାହା ନିୟନ୍ତ୍ରଣ କରିପାରେ। ଏହାକୁ ଗୋଟେ ସିମ୍ପଲ ଉପାୟରେ ବୁଝିବାକୁ ଚେଷ୍ଟା କରିବା। ଭାବି ନିଅନ୍ତୁ, ଆମ ଶରୀର ଗୋଟେ ଲାଇଟ୍ ବୋର୍ଡ ଭଳି, ଆଉ ଆମ ଜିନ୍ଗୁଡ଼ିକ ହେଉଛନ୍ତି ସେଥିରେ ଲାଗିଥିବା ସୁଇଚ୍। ତେବେ ଆମେ ଯାହା ଖାଉଛେ, ସେହି ଖାଦ୍ୟ ହିଁ ନିଷ୍ପତ୍ତି ନିଏ କେଉଁ ସୁଇଚ୍ ଅନ୍ ହେବ ଆଉ କେଉଁଟା ଅଫ୍ ରହିବ। କେତେ ଆଶ୍ଚର୍ଯ୍ୟକର କଥା ନୁହେଁ କି? ତେବେ କେଉଁ ଖାଦ୍ୟଗୁଡ଼ିକ ଏହି ସୁଇଚ୍ଗୁଡ଼ିକୁ ଠିକ୍ ଭାବରେ ଅପରେଟ୍ କରିପାରେ? ସବୁଜ ପନିପରିବା, ତାଜା ଫଳ, ଅଲିଭ୍ ତେଲ ଏବଂ ଦହି ପରି ଖାଦ୍ୟରେ ପଲିଫେନଲ୍ ଭଳି ଶକ୍ତିଶାଳୀ ଯୌଗିକ ଥାଏ। ଏଗୁଡ଼ିକ ଆମର ଭଲ ଜିନ୍ଗୁଡ଼ିକୁ ଅନ୍ କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତି ଏବଂ ଏପରିକି ବାର୍ଦ୍ଧକ୍ୟର ଗତିକୁ ମଧ୍ୟ ଧୀମା କରିପାରନ୍ତି। ଏପର୍ଯ୍ୟନ୍ତ ଆମେ ଆଲୋଚନା କଲେ କ'ଣ ଖାଇବା କଥା, କିନ୍ତୁ ପ୍ରାଚୀନ ଜ୍ଞାନ କୁହେ କିପରି ଆଉ କେତେବେଳେ ଖାଇବା ବି ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ। ଏହା ଖାଇବାର ଏକ ଭୁଲିଯାଇଥିବା କଳା, ଯାହାକୁ ଆମକୁ ପୁଣିଥରେ ମନେ ପକାଇବାକୁ ପଡ଼ିବ। ଏଇ ସଂଖ୍ୟାଟିକୁ ଟିକେ ଦେଖନ୍ତୁ, 32। କ'ଣ ହୋଇପାରେ ଏହା? ଏହାର ସମ୍ପର୍କ ସିଧାସଳଖ ଆମ ଖାଇବାର ପ୍ରକ୍ରିୟା ସହିତ। ଆୟୁର୍ବେଦ କହେ ଖାଦ୍ୟର ପ୍ରତ୍ୟେକ ଗୁଣ୍ଡାକୁ ଅତି କମ୍ରେ 32ରୁ 40 ଥର ଚୋବାଇବା ଦରକାର। ଏଇଟା ଖାଲି ଏମିତି କୁହାଯାଇନି, ଏହା ପଛରେ ପକ୍କା ସାଇନ୍ସ ଅଛି। ଯେତେ ଭଲ ଭାବରେ ଆମେ ଚୋବାଇବା, ଆମ ହଜମ ପ୍ରକ୍ରିୟା ସେତେ ଭଲରେ ମୁହଁରୁ ହିଁ ଆରମ୍ଭ ହୋଇଯିବ। ପୋଷକ ତତ୍ତ୍ୱ ବି ଶରୀର ଭଲରେ ଗ୍ରହଣ କରିପାରିବ, ଆଉ ଆମ ମସ୍ତିଷ୍କକୁ ବି ଠିକ୍ ଟାଇମ୍ରେ ସିଗ୍ନାଲ ମିଳିବ ଯେ ହଁ, ଏବେ ପେଟ ଭରିଗଲା। ଏହାଦ୍ୱାରା ଓଜନ ନିୟନ୍ତ୍ରଣ କରିବା ବି ସହଜ ହୁଏ। ସେମିତି ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖାଇବାର ସମୟ।
ଆୟୁର୍ବେଦରେ ଆମ ପାଚନ ଶକ୍ତିକୁ ଜଠରାଗ୍ନି କୁହାଯାଏ, ଯାହା ଦିନବେଳା ସବୁଠାରୁ ପ୍ରବଳ ଥାଏ। ଆଉ ଆଧୁନିକ ବିଜ୍ଞାନ ଏହାକୁ ଶରୀରର ସର୍କାଡିଆନ୍ ରିଧମ୍ ବା ବାୟୋଲୋଜିକାଲ କ୍ଲକ୍ ବୋଲି କହେ। ଦିନ 10ଟାରୁ 2ଟା ଭିତରେ ଆମ ହଜମ ଶକ୍ତି ପିକ୍ରେ ଥାଏ, ତେଣୁ ସେହି ସମୟରେ ମୁଖ୍ୟ ଭୋଜନ କରିବା ସବୁଠୁ ଭଲ। ସନ୍ଧ୍ୟାରେ ହାଲୁକା ଖାଦ୍ୟ ଏବଂ ଶୋଇବାର 2ରୁ 3 ଘଣ୍ଟା ଆଗରୁ ଖାଇବା ଶେଷ କରିଦେଲେ ହଜମ ପ୍ରକ୍ରିୟା ବହୁତ ଭଲ ରହେ। ତେବେ ଏଇ ଯେଉଁ ସଚେତନ ଭୋଜନ ବା ମାଇଣ୍ଡଫୁଲ୍ ଇଟିଂ ତାକୁ ନିଜ ଜୀବନରେ ଆଣିବା କେମିତି? କିଛି ସରଳ ଉପାୟ ଅଛି। ପ୍ରଥମତଃ, ଖାଇବା ବେଳେ ଫୋନ୍, ଟିଭି ଏସବୁଠାରୁ ଦୂରେଇ ରହିବା। ଦ୍ୱିତୀୟରେ, ଶାନ୍ତ ମନରେ ଖାଇବା, କାରଣ ଟେନସନ୍ ଆଉ ରାଗ ଆମ ହଜମ ଶକ୍ତିକୁ ଦୁର୍ବଳ କରିଦିଏ। ଖାଦ୍ୟର ପ୍ରତ୍ୟେକ ଗୁଣ୍ଡାର ସ୍ୱାଦକୁ ଅନୁଭବ କରିବା ଆଉ ଶେଷରେ ଖାଦ୍ୟ ପାଇଁ କୃତଜ୍ଞ ରହିବା। ଏହା ଖାଇବାର ପ୍ରକ୍ରିୟାକୁ ଗୋଟେ ଧ୍ୟାନରେ ପରିଣତ କରିଦିଏ। ତେବେ ଶେଷରେ କଥା ଏତିକି ଯେ ଆମ ଖାଦ୍ୟ ଥାଳି କେବଳ ଏକ ଥାଳି ନୁହେଁ, ଏହା ହେଉଛି ଏକ ଶକ୍ତିର ଉତ୍ସ ଆଉ ଏକ ସାଧନ ଯାହା ଆମ ଶରୀର, ମନ ଏବଂ ଭାଗ୍ୟକୁ ଗଢ଼ିବାର କ୍ଷମତା ରଖେ। ଯଦି ଏହି ପୁରା ଆଲୋଚନାକୁ ଆମେ ସଂକ୍ଷେପରେ ଦେଖିବା, ତେବେ କିଛି ମୁଖ୍ୟ କଥା ମନେ ରଖିବା। ପ୍ରଥମେ, ଖାଦ୍ୟ ହେଉଛି ଆମ ଜିନ୍ ଆଉ ମନ ପାଇଁ ଗୋଟେ ଇନଫର୍ମେସନ୍। ଦ୍ୱିତୀୟରେ, ଆମ ପେଟର ସ୍ୱାସ୍ଥ୍ୟ ହିଁ ଆମ ମାନସିକ ସ୍ୱାସ୍ଥ୍ୟର ଚାବିକାଠି। ତୃତୀୟରେ, କ'ଣ ଖାଇବା ସହିତ କେତେବେଳେ ଆଉ କିପରି ଖାଇବା ମଧ୍ୟ ସମାନ ଭାବରେ ଜରୁରୀ। ଆଉ ସବୁଠାରୁ ବଡ଼ କଥା, ପ୍ରାଚୀନ ଜ୍ଞାନ ହେଉ କି ଆଧୁନିକ ବିଜ୍ଞାନ, ଦୁହେଁ ଏକା ସ୍ୱରରେ କହୁଛନ୍ତି ଯେ ସଚେତନ ଭୋଜନ ହିଁ ପ୍ରକୃତ ପରିବର୍ତ୍ତନ ଆଣିପାରେ। ତେବେ ଯିବା ପୂର୍ବରୁ ଗୋଟିଏ କଥା ଭାବିବା। ଯଦି ଆମେ ଖାଉଥିବା ପ୍ରତ୍ୟେକ ଗୁଣ୍ଡା ଆମ ଶରୀର ଆଉ ମନ ପାଇଁ ଗୋଟିଏ ଗୋଟିଏ ମେସେଜ, ତେବେ ଆଗାମୀ ଥର ଖାଇବାକୁ ବସିଲା ବେଳେ ଆମେ କେଉଁ ମେସେଜ ପଠାଇବାକୁ ଚାହିଁବା? ନିଜକୁ ଏହି ପ୍ରଶ୍ନଟି ନିଶ୍ଚୟ